ଦିନକର କଥା। ଥଣ୍ଡା ସମୟ ଥିଲା। ଚାରିଆଡ଼େ କୁହୁଡ଼ି ପଡ଼ିଥିବାରୁ ରାସ୍ତାଘାଟ ଭଲ ଭାବେ ଦିଶୁନଥିଲା। ଅଫିସର ସମସ୍ତ ଷ୍ଟାଫ୍ ଶୀଘ୍ର କାମ ସାରି ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ମୋର ବଡ଼ ଭାଇ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ସବୁଦିନ ପରି ସେଦିନ ମଧ୍ୟ ମୋର ଭାଇ ନିଜ ବାଇକ୍ରେ ଘରକୁ ଫେରୁଥିଲେ। ମୋର ଭାଇଙ୍କୁ ରାସ୍ତାରୁ କିଛି ଜିନିଷପତ୍ର କିଣିବାର ଥିଲା, ତେଣୁ ତାଙ୍କ ସାଥୀଙ୍କଠାରୁ ବିଦାୟ ନେଇ ସେ ହାଟକୁ ଗଲେ। ତାଜା ମାଛ ଦେଖି କିଣିବାରେ ତାଙ୍କୁ ଅଧିକ ସମୟ ଲାଗିଗଲା। ତାପରେ ଅନ୍ୟ ସାମାନ କିଣାକିଣି ଭିତରେ ପ୍ରାୟ 11ଟା ବାଜିଗଲା। ଆରେ ଏଇଠି ତ ମୋତେ 11ଟା ବାଜିଗଲାଣି, ଘରେ ପହଞ୍ଚିବା ବେଳକୁ ତ ଆହୁରି 1.5 ଘଣ୍ଟା ଲାଗିଯିବ। ତାପରେ ସେ ଚିନ୍ତା କଲେ, ମୁଁ ଜଙ୍ଗଲ ରାସ୍ତା ଦେଇ ଯଦି ସର୍ଟକଟ୍ ନେଇଯାଆନ୍ତି ତେବେ ଅଧଘଣ୍ଟାରେ ପହଞ୍ଚି ଯାଆନ୍ତି। ହଁ, ସେଇଆ କରିବି। ଜଙ୍ଗଲ ବାଟ ଦେଇ ଯିବି। ତାପରେ ସେ ବାଇକ୍ ବୁଲାଇ ଜଙ୍ଗଲ ବାଟ ଦେଇ ଆସିଲେ। ଜଙ୍ଗଲ ରାସ୍ତାଟି ଖୁବ୍ ସୁନସାନ୍। କୌଣସି ଗାଡ଼ି କିମ୍ବା ଲୋକଙ୍କର ସ୍ୱର ଶବ୍ଦ ନଥିଲା। ରାସ୍ତାର ଦୁଇ କଡ଼ରେ ବଡ଼ ବଡ଼ ଗଛ। ଥଣ୍ଡା ଥଣ୍ଡା ପବନ ଯେମିତି ଶରୀରଟିକୁ ବରଫରେ ଜାମ୍ କରିଦେବ। ମଝିରେ ମଝିରେ ଶୁଭୁଥାଏ ଜଙ୍ଗଲୀ ଜୀବଙ୍କର ଉତ୍କଟ ଶବ୍ଦ। ସାଇଁ ସାଇଁ ପବନ ଯେମିତି ମନରେ ଗୋଟିଏ ଅଜଣା ଭୟ ସୃଷ୍ଟି କରୁଥାଏ। ଭାଇଙ୍କ ବାଇକ୍ ଫୁଲ୍ ସ୍ପିଡରେ ଚାଲିଥାଏ। ହଠାତ୍ ଗାଡ଼ିର ବ୍ରେକ୍ ଲାଗିଲା। ଧମ୍! ଭାଇଙ୍କ ଗାଡ଼ି ଆଗରେ ଜଣେ ସ୍ତ୍ରୀ ଲୋକ ଛିଡ଼ା ହୋଇ କାନ୍ଦୁଥାଏ। ଭାଇ ଚିନ୍ତା କରିବାକୁ ଲାଗିଲେ, ଏତେ ରାତିରେ ଆଉ ଏହି ସୁନସାନ୍ ଜଙ୍ଗଲରେ ଏହି ସ୍ତ୍ରୀ ଲୋକ ଜଣକ କିଏ? ଆଉ ଏଠି ସେ କ'ଣ କରୁଛି? ଏମିତି ଅନେକ ପ୍ରଶ୍ନ। ବୋଧେ କୌଣସି ମଜୁରିଆର ସ୍ତ୍ରୀ ହୋଇଥିବ, ଆଉ ବୋଧେ ଘରେ କଳି କରି ରାଗରେ ଚାଲି ଆସିଛି। ତାପରେ ଭାଇ ତାକୁ ପଚାରିଲେ, ତୁମେ କିଏ? ଆଉ ଏ ଜଙ୍ଗଲରେ କ'ଣ କରୁଛ? କିନ୍ତୁ ସେହି ମହିଳା ଜଣକ କୌଣସି ଉତ୍ତର ନ ଦେଇ ଜୋରରେ କାନ୍ଦିବାକୁ ଲାଗିଲେ। ତାର କାନ୍ଦିବା ଶବ୍ଦରେ ଜଙ୍ଗଲ ପ୍ରକମ୍ପିତ ହେଉଥାଏ। ପୁଣି ପଚାରିଲେ, ତୁମ ଘର କେଉଁଠି? କିନ୍ତୁ ସେ କୌଣସି ଉତ୍ତର ନ ଦେଇ କାନ୍ଦିବାରେ ଲାଗିଥାଏ। ତାପରେ ଭାଇ କହିଲେ, ଠିକ୍ ଅଛି, ତୁମେ ମୋ ସହିତ ମୋ ଘରକୁ ଚାଲ। ଆଜି ରାତିଟା ମୋ ଘରେ ରହିବ, ଆଉ କାଲି ସକାଳେ ନିଜ ଘରକୁ ଚାଲିଯିବ। ଏହି ଜଙ୍ଗଲରେ ବହୁତ ହିଂସ୍ର ଜନ୍ତୁ ଅଛନ୍ତି। ମୋ କଥା ମାନ, ମୋ ସହିତ ଚାଲ, ମୋ ଘରକୁ ଚାଲ। ଆସ, ପଛରେ ବସ। ସ୍ତ୍ରୀ ଲୋକଟି କିଛି ନ କହି ଆସି ପଛ ସିଟରେ ବସିଗଲା। ବଡ଼ ଓଢ଼ଣୀ ପକାଇଥିବାରୁ ତାର ଚେହେରା ଦିଶୁନଥିଲା। କିଛି ସମୟ ପରେ ଗାଡ଼ି ଯାଇ ଘରେ ପହଞ୍ଚିଲା। ଘରେ ପହଞ୍ଚିବା ବେଳକୁ ଘରର ସମସ୍ତ ସଦସ୍ୟ ଭାଇଙ୍କୁ ଅପେକ୍ଷା କରି ରହିଥିଲେ। ଆଉ ବାପା ପଚାରିଲେ, ଆଜି କାହିଁ ଏତେ ଡେରି ହେଲା? ଭାଇ ଉତ୍ତର ଦେଲେ, ନା ବାପା, କିଛି ଜିନିଷପତ୍ର କିଣୁ କିଣୁ ବହୁତ ବିଳମ୍ବ ହୋଇଗଲା। ତାପରେ ଭାଇ ଘଟିଥିବା ସମସ୍ତ ଘଟଣା ବିଷୟରେ ମାଆଙ୍କୁ କହିଲେ। ଆଉ କହିଲେ, ତାକୁ କୁହ ସେ ଆଜି ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁ, ଆଉ ସକାଳ ହେଲେ ସେ ଚାଲିଯିବ। ଏତେ ରାତିରେ ଜଙ୍ଗଲରେ କ'ଣ କରିବ? ସେଥିପାଇଁ ତାକୁ ନେଇ ଆସିଲି। କିନ୍ତୁ ବାପାଙ୍କୁ ବହୁତ ସନ୍ଦେହ ହେଉଥିଲା। ସେ ଚୋର ବଦମାସ ତ ନୁହେଁ? ଯଦି ରାତିରେ ଶୋଇଲା ବେଳେ ଜିନିଷପତ୍ର ଚୋରି କରି ନେଇଗଲା? ଏହି ଚିନ୍ତାରେ ପଡ଼ିଥିଲେ ବାପା। କିନ୍ତୁ ବଡ଼ ଭାଇଙ୍କ ନିଷ୍ପତ୍ତିକୁ ମନା କରିପାରିନଥିଲେ। ତାପରେ ବାପା ସେହି ସ୍ତ୍ରୀ ଲୋକଟିକୁ କହିଲେ, କେବଳ ମୋ ପୁଅ ନେଇକି ଆସିଛି ବୋଲି ଆଜି ତୋତେ ରଖୁଛି, କିନ୍ତୁ ସକାଳ ହେଲେ ଯେମିତି ଚାଲିଯାଉ। ନେଇଯା, ଇଏ ପରିବାପତ୍ର, ସମସ୍ତଙ୍କ ପାଇଁ ରୋଷେଇ କର। ସେହି ସ୍ତ୍ରୀ ଲୋକଟି କିଛି ଜବାବ ଦେଉନଥାଏ, ଖାଲି ହୁଁ ହୁଁ। ତାପରେ ମୋର ମା ଆଗେ ଆଗେ ଚାଲୁଥାନ୍ତି, ଆଉ ସେ ପଛରେ। ରୋଷେଇ ଘର ଦେଖାଇ ଦେଇ କହିଲେ, ଏଇ ରୋଷେଇ ଘର। ଯା, ଶୀଘ୍ର ଶୀଘ୍ର ଆରମ୍ଭ କରିଦେ, ଏମିତି ବି ରାତି ବହୁତ ହେଲାଣି। ମା ବାରମ୍ବାର ସେହି ସ୍ତ୍ରୀ ଲୋକଟିର ମୁହଁ ଦେଖିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଓଢ଼ଣୀ ଦେଇଥିବାରୁ କିଛି ଦେଖିପାରୁନଥିଲେ। ମା କହିଲେ, ତୁ ରୋଷେଇ ଆରମ୍ଭ କର, ମୁଁ ଟିକେ ଆସୁଛି। ପୁଣି ଟିକେ ବୁଲି ପଡ଼ି ଆସି ଦେଖିଲେ ମାଛ ପଲିଥିନ୍ ଭିତରୁ ବାହାର କରୁଛି କାଟିବ ବୋଲି। ମା କହିଲେ, ହେ, ଜଲ୍ଦି ମାଛ କାଟ, ମୁଁ ଦିଆସିଲି ନେଇ ଆସୁଛି। ମା ଦିଆସିଲି ନେଇ ଆସିଲା ବେଳକୁ ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ିଗଲା। ଯେମିତି ସେ ମୂକ ପାଲଟି ଯାଇଛନ୍ତି। ସେ ଦେଖିଲେ ସେହି କଞ୍ଚା ମାଛଗୁଡ଼ିକ ସେ ସ୍ତ୍ରୀ ଲୋକଟି ଖାଇବାରେ ଲାଗିଛି। ମୁହଁଟି ତାର ଭୟଙ୍କର ବିକଟାଳ ରୂପ। ଦାନ୍ତଗୁଡ଼ିକ ବଡ଼ ବଡ଼, ନଖଗୁଡ଼ିକ ଚାଖଣ୍ଡେ ଲେଖାଏଁ। ମୁହଁଗୁଡ଼ିକ କାଟି ହୋଇ ରକ୍ତ ବାହାରୁଛି। ଏକ ଲୟରେ ଖାଇ ଚାଲିଛି। ସେ କିନ୍ତୁ ମାଆକୁ ଦେଖିନଥାଏ। ମା କିନ୍ତୁ ସେଇଠୁ ଘୁଞ୍ଚି ପାରୁନଥାନ୍ତି, ଯେମିତି କେହି ତାଙ୍କୁ ଗୋଡ଼କୁ ଟାଣି ରଖିଛି। ହଠାତ୍ ସେହି ଭୁତୁଣୀର ନଜର ପଡ଼ିଲା ମାଆଙ୍କ ଉପରେ। ଯେମିତି ମାଆଙ୍କୁ ଦେଖିଛି
ଗର୍ଜନ କଲା। ସେହି ଗର୍ଜନ ଏତେ ଭୟଙ୍କର ଥିଲା, ଘର ପୁରା କମ୍ପି ଉଠୁଥିଲା ଗର୍ଜନରେ। ଗର୍ଜନ ଶୁଣି ଆମେ ସମସ୍ତେ ଧାଇଁଗଲୁ ରୋଷେଇ ଘରକୁ। ତାପରେ ଆମେ ବି ଯାହା ଦେଖିଲୁ ସମ୍ପୂର୍ଣ୍ଣ ଡରିଗଲୁ। ମାଆଙ୍କର ହୋସ୍ ନଥାଏ। ତାପରେ ଆମକୁ ଯେମିତି ଦେଖିଛି ଗୋଟେ କାନଫଟା ଶବ୍ଦ କରି ଜଙ୍ଗଲକୁ ଧାଇଁଲା। କିଛି ସମୟ ପରେ ମାଆଙ୍କର ହୋସ୍ ଆସିଲା। ସେହିଦିନ ଠାରୁ ମୋର ବଡ଼ ଭାଇ କେବେ ଜଙ୍ଗଲ ବାଟ ଦେଇ ଆସନ୍ତି ନାହିଁ।